ଏଇ କିଛି ଦିନ ତଳେ ଗୋଟେ କନଭେନସନ୍ର ପ୍ରତିଷ୍ଠା ଦିବସରେ ନିମନ୍ତ୍ରିତ ହୋଇ ଯାଇଥିଲି। ସେଦିନ ଭାରି ଖୁସି ଲାଗୁଥାଏ। କାହିଁକି ଜାଣିଛନ୍ତି? ଏକ ତ ଗୋଟେ ନୂଆ ଜିନିଷ ଦେଖିବା ପାଇଁ ସମସ୍ତଙ୍କୁ ଭଲ ଲାଗେ, ଆଉ ତା ସହିତ ମୋ ହାତରେ ଥାଏ ଗୋଟେ ନୂଆ ମୋବାଇଲ। ଆଉ ନୂଆ ମୋବାଇଲକୁ ନୂଆ ଘର ରେକର୍ଡ଼ିଂ କରିବା ପାଇଁ ବହୁତ ଇଚ୍ଛା ହେଲା। ଆଉ ଏଇଟା ହେଲା ମୋର ମୋବାଇଲର ପ୍ରଥମ ଭିଡ଼ିଓ। ବାହାର ପାଖରୁ ଭିତର ପାଖ ଯାଏ ସବୁଠି ଖୁବ୍ ସୁନ୍ଦର ଭାବରେ ସଜାସଜି ହୋଇଥାଏ। ଆଉ ଭିତରକୁ ଯାଇ ଦେଖିଲି କୋଠରୀ ଭିତରେ ଯେଉଁ ପୂଜାର ମଣ୍ଡଳ ସବୁ କଟାଯାଇଥିଲା ସେଗୁଡ଼ିକ ଖୁବ୍ ସୁନ୍ଦର ଭାବରେ କରାଯାଇଛି। କେବଳ ପଇସା ଥିଲେ ଆମେ ଘରଟେ କେବେ ତିଆରି କରିପାରିବାନି, ତା ସହିତ ଆମର ରୁଚି ମଧ୍ୟ ଥିବା ଦରକାର। ସେଇଟାକୁ ହିଁ ମୁଁ ଅନୁଭବ କଲି। କେତେ ଶ୍ରଦ୍ଧାର ସହିତ ସବୁ ଜିନିଷ କରାଯାଇଥାଏ। ଆଉ ସବୁଠୁ ବଡ଼ କଥା ହେଉଛି ଆପଣ ଯେଉଁଠିକୁ ନିମନ୍ତ୍ରିତ ହୋଇ ଯାଇଛନ୍ତି ସେଠି ଆପଣଙ୍କୁ ଆତିଥ୍ୟ କେମିତି ମିଳୁଛି। ଆଜିକାଲି ତ ଆପଣ ଜାଣିଥିବେ, ସ୍ୱାଗତ କରିବାଠୁ ପରସିବା ଯାଏ ସବୁ କିଛି ପଇସା ବଦଳରେ ଭଡ଼ାରେ ମିଳିଯାଉଛି। ହେଲେ ଏଇଠି କଥା ଥିଲା କିଛି ନିଆରା। ସେଇ କନଭେନସନ୍ର ଯିଏ କର୍ତ୍ତା ଥିଲେ ସେ ନିଜେ ଜୟ ଜଗନ୍ନାଥ କହି ହାତ ଯୋଡ଼ି ସମସ୍ତଙ୍କୁ ପାଛୋଟି ନେଉଥିଲେ। ଆଉ ଠିକ୍ ସେଇ କଥାରେ ହିଁ ମୋର ପେଟ ପୁରିଗଲା। ଆଉ ତା ବ୍ୟତୀତ ସେଇ କନଭେନସନ୍ର ପାରିପାର୍ଶ୍ୱିକ ପରିବେଶ ମୋତେ ବହୁତ ହି ଭଲ ଲାଗିଲା। ଆଉ ଗୋଟେ କଥା ଜାଣିଛନ୍ତି, ଗୋଟେ ସୁନ୍ଦର ପରିବେଶ ଥିବ, ଗୋଟେ ସୁନ୍ଦର କନଭେନସନ୍ ଭିତରେ ନିଜର ପରିବାର ବର୍ଗ ଥିବେ, ଆଉ ବନ୍ଧୁବାନ୍ଧବ ସେଠି ଭେଟ ହେବେ, ତା ସହିତ ରହିଥିବ ସୁସ୍ୱାଦୁ ଭୋଜନ, ତା ପୁଣି ଅତି ଯତ୍ନରେ ଅତି ସ୍ନେହରେ ପରସା ଯାଉଥିବାର। କାହାକୁ ବା ଭଲ ନ ଲାଗିବ ଏମିତି କଥା? ସେଠି ଖାଇଲା ବେଳେ ମୁଁ ଗୋଟେ କଥା ଭାବୁଥାଏ, ସତରେ ଗୋଟେ ନୂଆ ଜିନିଷ ପ୍ରତି ମଣିଷର ଅନେକ ଆଦର ଥାଏ। ନୂଆ ବୋହୂ, ନୂଆ ଘର, ନୂଆ ପୋଷାକ, କାହାକୁ ବା ଭଲ ନ ଲାଗେ? ହେଲେ ଆଉ ଗୋଟେ କଥା ବି ସତ, ନୂଆ ଜିନିଷଟି ଯେତେ ସୁନ୍ଦର ହେଲେ ବି ଯଦି ଆମେ ତା ପ୍ରତି ଯତ୍ନବାନ ନ ହେବା ବହୁତ ଶୀଘ୍ର ସେ ନଷ୍ଟ ହୋଇଯିବ। ଆଉ ସେଇଠି ମୁଁ ଭଗବାନଙ୍କୁ ପ୍ରେୟାର କଲି, ପ୍ରଭୁ ଏଇ ଯେଉଁ କନଭେନସନ୍ଟି ସମସ୍ତଙ୍କ ମଙ୍ଗଳ କାମରେ ଲାଗୁ, ଆଉ ସବୁବେଳେ ଏହାର ଉଚିତ ବ୍ୟବହାର ମଧ୍ୟ ହେଉ। ଆଉ ଠିକ୍ ଏମିତି ଭାବନାରେ ଖାଇବା ସରୁ ସରୁ ହିଁ ଆସିଗଲା ଖୁବ୍ ଜୋରରେ ବର୍ଷା ହେବା ଖୁବ୍ ଶୁଭ ସୂଚନା। ତାଙ୍କର ମଙ୍ଗଳ ହେଉ ବୋଲି କହି ତରତରରେ ବାହାରି ଆସିଲି ସିନା, ସେଦିନ କିନ୍ତୁ ଏମିତି ବର୍ଷା ଖାଇଲି ଯାହା ମୋର ଜୀବନ ସାରାର ସ୍ମୃତି ହେଇ ରହିଗଲା।